କନ୍ତମେଘ ଗ୍ରାମ ନିକଟରେ ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ। ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ କନ୍ତମେଘ ଗ୍ରାମ ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଦିନକୁ ଦିନ ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। କେବେ ହାତୀ ମଣିଷକୁ କଚାଡ଼ି ମାରୁଛି ତ କେବେ ମଣିଷ ହାତୀକୁ କରେଣ୍ଟ କିମ୍ବା ଗୁଳି କରି ମାରିଦେଉଛି। ଆଜି ସକାଳ ସମୟରେ ଗୋଟିଏ ଦନ୍ତା ହାତୀ କନ୍ତମେଘ ଗ୍ରାମ ନିକଟରେ ମରି ପଡ଼ିଥିବା ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିବା ସୂଚନା ମିଳିଛି। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ପଞ୍ଚାୟତର କନ୍ତମେଘ ଗ୍ରାମରେ। ବନ୍ତଳା ରେଞ୍ଜର କହିବା ଅନୁଯାୟୀ ସେମାନେ ସୋମବାର ସକାଳେ ଗୋଟିଏ ଦନ୍ତା ହାତୀ ମରି ପଡ଼ିଥିବା ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଦେଖିଲେ କି ଜଣେ ବ୍ୟକ୍ତି ତାଙ୍କ କଦଳୀ ବଗିଚାକୁ ସୁରକ୍ଷା ପାଇଁ ଘରୁ କରେଣ୍ଟ ଦେଇଥିଲେ। ତେଣୁ ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣ ପାଇଁ ଆସି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଛି। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ନାମ ରେଞ୍ଜର ଜଣାଇ ନଥିବା ବେଳେ ତଦନ୍ତ ଚାଲୁଥିବା କହିଛନ୍ତି। ମୃତ ଦନ୍ତା ହାତୀର ଆନୁମାନିକ ବୟସ 30-35 ହେବ ବୋଲି ସୂଚନା ମିଳିଛି।